Rich dad, poor dad. Having two dads offer me the choice of contrasting points of view, one of a rich man and one of a poor man. Rich dad, poor dad ରେ ଇଣ୍ଟ୍ରୋଡକ୍ସନରେ ଲେଖକ ଦୁଇଟି ବାପାର ବିପରୀତ ଦୃଷ୍ଟିକୋଣ ଏଠି ବର୍ଣ୍ଣନା କରିଛନ୍ତି। ଜଣେ ଧନୀ ଲୋକର ଏବଂ ଜଣେ ଗରିବ ଲୋକର ବାପାଙ୍କ ବିଷୟରେ ଏଇଠି କହିଛନ୍ତି। I had two fathers, a rich one and a poor one. One was highly educated and intelligent. He had a PhD and completed 4 years of undergraduate work in less than 2 years. He then went on to Stanford University, the University of Chicago, and Northwestern University to do his advanced studies, all on full financial scholarship. The other father never finished the 8th grade. ଲେଖକ ରବର୍ଟ ଟି କିଓସାକି ସେ କାଳ୍ପନିକ ଭାବରେ କହିଛନ୍ତି ଯେ ମୋର ଦୁଇଟି ବାପା ଥିଲେ, ଜଣେ ଧନୀ ଲୋକ ଏବଂ ଜଣେ ଗରିବ ଲୋକ। ଜଣେ ଉଚ୍ଚଶିକ୍ଷିତ ଏବଂ ବୁଦ୍ଧିମାନ ଥିଲେ, ସେ PhD ମଧ୍ୟ କରିଥିଲେ ଏବଂ 2 ବର୍ଷରେ ସେ ତାଙ୍କର 4 ବର୍ଷର ସ୍ନାତକ ଡିଗ୍ରୀକୁ ସମାପ୍ତ କରିଥିଲେ। ତାପରେ ସେ ପୁଣି ପାଠ ପଢ଼ିବା ପାଇଁ ଷ୍ଟାନଫୋର୍ଡ ୟୁନିଭର୍ସିଟି, ଚିକାଗୋ ୟୁନିଭର୍ସିଟି ଓ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିକୁ ଗଲେ। ଅନ୍ୟ ବାପା କେବେ ବି 8ମ ଶ୍ରେଣୀ ସମାପ୍ତ କରିନଥିଲେ, ଯିଏକି ଧନୀ ବାପା ଥିଲେ। Both men were successful in their careers, working hard all their lives. Both earned substantial incomes, yet one always struggled financially. The other would become one of the richest men in Hawaii. One died leaving tens of millions of dollars to his family, charities, and his church. The other left bills to be paid when he died. ଉଭୟ ବ୍ୟକ୍ତି ନିଜ କ୍ୟାରିୟରରେ ସଫଳତା ଲାଭ କଲେ। ସାରା ଜୀବନରେ ସେମାନେ କଠିନ ପରିଶ୍ରମ କଲେ। ଉଭୟ ଯଥେଷ୍ଟ ମଧ୍ୟ ଆୟ କଲେ। ତଥାପି ଜଣେ ସର୍ବଦା ଆର୍ଥିକ ଅନଟନରେ ଜୀବନଯାପନ କରୁଥିଲା। ଅନ୍ୟ ଜଣେ ମହଲର ସବୁଠାରୁ ଧନୀ ବ୍ୟକ୍ତି ଥିଲେ, ଯିଏକି ତାଙ୍କ ମୃତ୍ୟୁ ପରେ ସେ ତାଙ୍କ ପରିବାରକୁ, ତାଙ୍କର ଚର୍ଚ୍ଚକୁ $10 ଲକ୍ଷ ଛାଡ଼ି ଦେଇଗଲେ। ଅନ୍ୟ ଜଣେ ତାଙ୍କ ମୃତ୍ୟୁ ସମୟରେ ଦେୟ ଦେବାକୁ ଥିବା ବିଲ୍ ଛାଡ଼ି ଦେଇଗଲେ। ଦେଖ, ଏଇଠି ଯିଏ $10 ଲକ୍ଷ ଛାଡ଼ି ଦେଇଗଲା, ସେ କେବଳ ବହୁତ କମ୍ ପାଠ ପଢ଼ିଥିଲା, 8ମ ଶ୍ରେଣୀ ମଧ୍ୟ ସମାପ୍ତ କରିନଥିଲା। Both men were strong, charismatic, and influential. Both men offered me advice, but they did not advise the same things. Both men believed strongly in education, but ଶୈଳୀ ଚମତ୍କାର ଏବଂ ପ୍ରଭାବଶାଳୀ ଥିଲେ। ଉଭୟ ବ୍ୟକ୍ତି ଲେଖକଙ୍କୁ ପରାମର୍ଶ ଦେଇଥିଲେ, କିନ୍ତୁ ସେମାନେ ସମାନ ପରାମର୍ଶ ଦେଇନଥିଲେ। ଉଭୟଙ୍କର ଶିକ୍ଷା ପ୍ରତି ପ୍ରବଳ ଦୃଢ଼ ବିଶ୍ୱାସ ଥିଲା, କିନ୍ତୁ ସେ ଲେଖକଙ୍କୁ ସମାନ ପାଠ୍ୟକ୍ରମ ସୁପାରିଶ କରିନଥିଲେ। ବନ୍ଧୁଗଣ, ଆଜି ରିଚ୍ ଡ୍ୟାଡ୍ ପୁଅର୍ ଡ୍ୟାଡ୍ ପୁସ୍ତକର ଇଣ୍ଟ୍ରୋଡକ୍ସନର ପୃଷ୍ଠା 9କୁ ଆମେ ଅଧ୍ୟୟନ କଲୁ, ବୁଝିଲୁ। ପରବର୍ତ୍ତୀ ଭିଡ଼ିଓରେ ଆମେ ପୃଷ୍ଠା 10କୁ ଆଲୋଚନା କରିବୁ। ଆପଣମାନେ ମୋ ଭିଡ଼ିଓ ସହିତ ଯୋଡ଼ିଥିବାରୁ ବହୁତ ଧନ୍ୟ ମନେ କରୁଛି। ତା ସହିତ ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି। ମୋ ଭିଡ଼ିଓକୁ ଯଦି ଆପଣ
ଲାଇକ୍ କରୁଛନ୍ତି ତେବେ ନିହାତି ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ତା ସହିତ ଏଇ ପୁସ୍ତକରେ ଥିବା ଯାହା ମୁଁ ବୁଝାଇଛି ତାକୁ ନିଜ ଜୀବନରେ ଲଗାନ୍ତୁ। ଦେଖିବେ ନିହାତି ଆପଣଙ୍କର ଆର୍ଥିକ ସମସ୍ୟା ଆସ୍ତେ ଆସ୍ତେ ଦୂର ହେବାକୁ ଲାଗିବ। ମୋ ଭିଡ଼ିଓକୁ ଆପଣ ସମସ୍ତେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ। ଧନ୍ୟବାଦ।